शुभ संक्रांति मकर संक्रांति हैप्पी न्यू ईयर। आज ही प्रकृत वर्षर प्रथम दिन। सूर्य को सकल शक्तिर आधार कहुए। सकल शक्ति आम पाई से सकल शक्तिर उत्स। आज सूर्य मकर क्रांति को गमन करेंगे। उत्तर दिगरु दक्षिण को जीवे। तांकर उत्तर अयन परिसमाप्ति घटला माने से उत्तर यात्रा आरंभ कले। उत्तर दिगरे बुलुले दक्षिण दिगरे बुलिबे। तेणु आज की उत्तरायण संक्रांति कहुए। मकर संक्रांति पितृपुरुष मैंने जगिथिबे जे मो वंशधर माने मो पिला माने आज विभु दर्शन कले कि नहीं, मकर बेढ़ा बुलले कि नहीं। आज सूर्य कल्याण 12 राशि और 27 नक्षत्र विशेष उन्नति हम। आम ए विषय तो टिके आगु आलोचना करे पूर्व दिन आउ थे। आज मुझे कहीदे रवि मकर को जीवे। एणु 1, 2, 3 नक्षत्र बोले मेष नहीं अश्विन द्विजा कृतिका ये 3 नक्षत्र को अर्थ लाभ और सुजोग मिल। जी कर्मठ से निश्चय धनी हम, अर्थ लाभ कर। तापरे 4, 5, 6, 7, 8 नक्षत्र को बोले अश्विन कृतिका रोहिणी मृगशिरा आर्द्रा पुनर्वसु पुष्या। रोहिणी आर्द्रा पुनर्वसु पुष्या ये जो 4, 5, 6, 7, 8 नक्षत्र लाभ हम। लाभ बोले समस्त लौकिक कौलिक भौतिक पारिवारिक आर्थिक बौद्धिक पारमार्थिक लाभ हो। ये सबू जी जो दिगरे व्रती जी जो दिगरे ऐच्छिक से ताही लाभ हो। अश्लेष नक्षत्र को कर्कट राशि शेष नक्षत्र ताकू सुख लाभ हो। 10 नक्षत्र सिंह राशि आद्य नक्षत्र माने मघा को विपद गुप्त अंगरे रोग है। 11, 12, 13 बोले पूर्व फाल्गुनी उत्तर फाल्गुनी आउ हस्ता को सुख लाभ है। 14, 15, 16 बोले चित्रा स्वाति विशाखा ये नक्षत्र त्रयंकु प्रवास जोग अच्छी। से माने पैतृक संपत्ति अन्यत्र जीवे। हुए तो किए चाकरी पाई बाहर रहिबो, किए व्यवसाय पाई बाहर को जीवो, कार ट्रांसफर हेबो बा पारिवारिक कलहरु शांति पाइबा पाई किए अन्यत्र रहिबो। प्रवास जोग अच्छी। 17, 18, 19, 20, 21 अनुराधा ज्येष्ठा मूला पूर्वषाढ़ा उत्तराषाढ़ा एमान लाभ हेब सम्मान एमाने सम्मानित हेबे। 22, 23, 24 बोले श्रवणा धनिष्ठा शतभिषा ये नक्षत्र को सुख मिल। 25, 26, 27 ये नक्षत्र त्रय भी सुख रे। बृहस्पति कार केउठी अछंती, शनि कार केउठी अछंती, केतु भी कार केउठी अछंती, अन्य ग्रह माने तो संचलित हेबे। रवि आज जीवे मकर को। तेणु सबू राशिंकर भाग्यर परिवर्तन आज हम। देखिए कौन अच्छी मेष भाई। हाँ बंधु एकादशी तिथि कालीठू आरंभ है। आज 5टा संध्या 5:50 पर्यंत एकादशी रहिबो। आमर तो धर्मशास्त्र भिन्न भिन्न
ମତ ପୋଷଣ କରିଥାନ୍ତି। ଧର୍ମସ୍ୟ ତତ୍ତ୍ୱଂ ନିହିତ ଗୁହାୟାଂ ମହାଜନ ଜନ ଗତସ ପନ୍ଥା। ଧର୍ମ ବିଷୟରେ ସମସ୍ତେ ଭିନ୍ନ ଭିନ୍ନ ମତ ଦିଅନ୍ତି, ପ୍ରକୃତ ମତ କ'ଣ କେହି ଜାଣିନାହାନ୍ତି। ତେଣୁ ଆମେ ଯାହାକୁ ମହାଜନ ଭାବୁଛେ, ଯିଏ ଆମ ପାଇଁ ଗୁଣୀ ଜ୍ଞାନୀ ବିବେକୀ ବିଚାରବନ୍ତ, ସିଏ ଆମ ପାଇଁ ମହାଜନ। ସିଏ ଯାହା କହିବେ ତାଙ୍କୁ ପରାମର୍ଶ ପାଳିବା। ଢେଙ୍ଗା ମୁଣ୍ଡରେ ଠେଙ୍ଗା, ଏହି ସୂତ୍ରରେ କେହି କେହି କହନ୍ତି ଆଜି ମହାପ୍ରଭୁଙ୍କୁ ଏକାଦଶୀ ବୋଲି ଅନ୍ନ ଭୋଗ ହେବନି। ଆଜି ଯେଉଁ ମକର ଚାଉଳ ହେଇଥାନ୍ତା ସେଥିରେ ସବୁଯାକ ପଡ଼ିବ, ଚାଉଳ ପଡ଼ିବନି। ସେଥିରେ ଆମେ ଅନ୍ୟାନ୍ୟ ସବୁ ଜିନିଷ ପକାଇ ପାରିବା, ଚାଉଳ ପକାଇବାନି। ଏଟା ମୋ ମତ ନୁହଁ, ଏଟା ହେଉଛି ଜ୍ଞାନୀ ଗୁଣୀଙ୍କର ମତ, କେତେକଙ୍କର। ସବୁ ଜ୍ଞାନୀ ଏହା କହନ୍ତିନି। କାରଣ ଧର୍ମ ସମ୍ବନ୍ଧରେ ନୈକ ମୁନି ଯସ୍ୟ ମତ ପ୍ରମାଣମ୍। ଏପର୍ଯ୍ୟନ୍ତ କୌଣସି ମୁନି ମହର୍ଷିଙ୍କର ମତ ଦୃଷ୍ଟିକି ଆସିନି ଯିଏକି ଏକଦମ ଠିକ୍ କଥା କହନ୍ତି। ଧର୍ମସ୍ୟ ତତ୍ତ୍ୱଂ ନିହିତ ଗୁହାୟାଂ। ଧର୍ମର ପ୍ରକୃତ ସିଦ୍ଧାନ୍ତ ଏପର୍ଯ୍ୟନ୍ତ ନିଷ୍ପତ୍ତିରେ ନିଆଯାଇ ନାହିଁ। ଖାଲି ଏତିକି କୁହାଯାଇଛି ମହାଜନ ଜନ ଗତସଃ ପନ୍ଥା। ମହାଜନ ଯେଉଁ ନିୟମ ପାଳନ କଲେ, ଯେଉଁ ପରାମର୍ଶ ଦେଲେ, ସେ ନିୟମ ଆମେ ପାଳନ କରିବା। ଏକଥା ଗୁଣୀ ଜ୍ଞାନୀ କଥା। ବ୍ୟାସଦେବ ରଚିତ ମହାଭାରତରେ ଏହା ବର୍ଣ୍ଣନା କରାଯାଇଛି। ଯକ୍ଷ ପ୍ରଶ୍ନର ଉତ୍ତରରେ ଧର୍ମରାଜ ଯୁଧିଷ୍ଠିର ଏହା କହିଛନ୍ତି। ଆଜି ଦେଖିବା, ଆଲୋଚନା କରିବା ଗୁରୁବାର ମେଷ ରାଶି। ଗୁରୁବାର 15 ତାରିଖ ମେଷ ପାଇଁ। ଆଜି ବାର ଦୋଷ ନାହିଁ, ମେଷ ପାଇଁ ବାର ଦୋଷ ନାହିଁ। କିନ୍ତୁ ଯେଉଁ ଝଡ଼ ଆଜି ଆସିବ ମେଷ ରାଶି ପାଇଁ ଅଷ୍ଟମ ଚନ୍ଦ୍ର ନା, ତେଣୁ ଶାରୀରିକ ଝଡ଼ ସୃଷ୍ଟି ହେବ। ସେମାନଙ୍କ ଅଧ ଅଙ୍ଗରେ, ନାହିଁ ତଳକୁ ଯେଉଁ ଅଙ୍ଗ ଅଛି ଗୁପ୍ତ ଅଙ୍ଗରେ ଆଜି ସମସ୍ୟା ହେବ। କିଡ଼ନୀ, ମୂତ୍ରାଶୟ, ଏ ସମସ୍ୟା ବାହାରିବ। ତେଣୁ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କଲେ ଭଲ। ବାର ଦୃଷ୍ଟିରୁ ସାଂଘାତିକ ହେବନି। ବୃହସ୍ପତି ମଙ୍ଗଳକୁ ଭଲ ପାଆନ୍ତି, ସମସ୍ୟା ଆସିବନି। ତଥାପି ଅଷ୍ଟମ ଚନ୍ଦ୍ର ଜନିତ ଦୁଃଖ ଅଛି। ରୋଗ ଜନିତ ଯନ୍ତ୍ରଣା ବଡ଼ ଦୁଃଖ ଦେବ। ବିଶେଷତଃ ମୂତ୍ରାଶୟକୁ ନେଇ ସମସ୍ୟା ହେବ। ତୃତୀୟ ବୃହସ୍ପତି ହେତୁ ସେ ସହଯୋଗ କରିପାରିବେ ନାହିଁ। ଅଶ୍ୱିନ ନକ୍ଷତ୍ର ପାଇଁ ଆଜି ବିଶେଷ ଅଶୁଭ ଦିନ। ଆୟ ଅମଳରେ ବାଧା ବନ୍ଧନ ସୃଷ୍ଟି ହେବ। 15 ତାରିଖ ଗୁରୁବାର ବୃଷ ରାଶି ପାଇଁ ବାର ଦୋଷ ଅଛି। ଶୁକ୍ର ଆଉ ବୃହସ୍ପତିଙ୍କର ପଡ଼େନି। ମାତ୍ର ଭଲ ଦିନ ଟିକେ ପୂର୍ବରୁ ଆଲୋଚନା କଲେ ମେଷର ଭଲ ଦିନ ନୁହଁ, କିନ୍ତୁ ଏବେ କହୁଛେ ଆମେ ବୃଷର ଭଲ ଦିନ। ତଥାପି ରୋହିଣୀ ନକ୍ଷତ୍ରଧାରୀ ଲୋକେ ଅସୁବିଧାର ସମ୍ମୁଖୀନ ହେବେ। ଆଜି ଧନାଗମ ଭଲ ହେବ। ବ୍ୟବସାୟ ବାଣିଜ୍ୟ ଆଦି ଆୟକାରୀ ପନ୍ଥା ଧାରୀ ସମସ୍ତ ବ୍ୟକ୍ତି ଆର୍ଥିକ ସୁଖ ସୁବିଧା ପାଇବେ। ଦେହ ପ୍ରତି ସମସ୍ୟା ନାହିଁ। ବନ୍ଧୁ ମହଲରୁ ଓ ପରିବାରର ସଦସ୍ୟମାନଙ୍କ ଠାରୁ ଆଜି ବୃଷ ରାଶିର ଲୋକେ ଆଦର ସମ୍ମାନ ପ୍ରେମ ପ୍ରୀତି ପାଇବେ, ସୁଖରେ ରହିବେ। ମିଥୁନ ରାଶି ପାଇଁ ଗୁରୁବାର ଏକ ଅଶୁଭ ବାର। ମାତ୍ର 15 ତାରିଖ ମିଥୁନ ପାଇଁ ଶୁଭ ଦିନ। ଏ ଦିନ ସୁସମ୍ବାଦ ଆପଣଙ୍କୁ ଶୁଣାଇବ। ଏ ଦିନ ସୁସମ୍ବାଦ ଶୁଣାଇ ଆନନ୍ଦ ଦେବ। ଆଜି ଏକ ଲାଭପ୍ରଦ ଦିନ ହେତୁ ବଣିକମାନେ ପ୍ରସନ୍ନ ରହିବେ।
ସେ ବଣିକ ଯେତେ ଛୋଟ ହେଉନା କାହିଁକି, ଗୋଟେ ପାନ ଦୋକାନୀ ହେଉ କି ଚାଉଳ ଚୁନା ବିକୁଥାଉ, ଯେତେ ବଡ଼ ହେଇଥାଉ, ହୀରା ସୁନା ବିକୁଥାଉ, ସମସ୍ତ ବଣିକ ସମସ୍ତ ବ୍ୟବସାୟୀ ଆଜି କିଛି ପାଇବେ, ପ୍ରସନ୍ନ ରହିବେ। ବାକି ବ୍ୟକ୍ତି ବିଶେଷଙ୍କୁ ଧନ, ସମ୍ମାନ, ଆଦର, ସ୍ନେହ, ସନ୍ତାନ, ଅଳଙ୍କାର, ଭୂମି, ଶଯ୍ୟା ଓ ସୁଭୋଜନ, ଉତ୍ତମ ନିଦ୍ରା ଆଦି ଲାଭ ହେବ ମିଥୁନ ରାଶିର ସମସ୍ତ ବ୍ୟକ୍ତିଙ୍କୁ। ଯିଏ ଯାହା ଚାହେଁ। ଆର୍ଦ୍ରା ନକ୍ଷତ୍ରଧାରୀ ଜନତାଙ୍କ ପାଇଁ ଆଜି ସାମାନ୍ୟ ହାନିକାରକ ଦିନ। ଦେହ ମୁଣ୍ଡ ସୁସ୍ଥ ରହିବ, ଶାନ୍ତି ଓ ସୁଖରେ ଦିନ ଯିବ। ଆମେ ଏବେ ମେଷ, ବୃଷ, ମିଥୁନ ତିନି ରାଶି କଥା ଆଲୋଚନା କଲେ। ଆସନ୍ତୁ ଯିବା କର୍କଟ ପାଖକୁ। ଗୁରୁବାର 15 ତାରିଖ କର୍କଟ ରାଶି ପାଇଁ ସବୁ ଦୃଷ୍ଟିରୁ ଶୁଭ ହେଲେ ବି କର୍କଟ ପାଇଁ ଗୁରୁବାର ସଂକ୍ରାନ୍ତି ବୁଧବାର। ଆମେ ସଂକ୍ରାନ୍ତି ପରଦିନ କଥା ଆଲୋଚନା କରୁଛେ, ତେଣୁ ଗୁରୁବାର ସବୁ ଦୃଷ୍ଟିରୁ ଭଲ ହେଲେ ବି ପୁଷ୍ୟା ପାଇଁ ଅଶୁଭ ଦିନ। ଅଷ୍ଟମ ନକ୍ଷତ୍ର ପୁଷ୍ୟା ପାଇଁ ଅଶୁଭ ଦିନ ଗୁରୁବାର। ଆଜି ଏହି ପୁଷ୍ୟା ନକ୍ଷତ୍ରଧାରୀ ଜନତା ନାନାବିଧ ସୁଖରୁ ସାମାନ୍ୟ ବଞ୍ଚିତ ହେବେ। ମାତ୍ର ସମସ୍ତେ ଅନ୍ୟ ଦୁଇ ନକ୍ଷତ୍ର ପୁନର୍ବସୁ ଆଉ ଅଶ୍ଳେଷା ନକ୍ଷତ୍ର ପୂର୍ଣ୍ଣ ସୁଖ ଲାଭ କରିବେ। ପୁଷ୍ୟା ଟିକେ କମିଯିବ। ସମ୍ମାନ ସହ ସମାଜରେ କାଳତିପାତ କରିବେ। ସମସ୍ତେ କର୍ମଠ ହେବେ। ଆଉ ଯିଏ କର୍ମଠ ସିଏ ଚଳଚଞ୍ଚଳ ରହିବେ। ତାଙ୍କର ଆୟ ଅମଳ ଅଧିକ ହେବ। ସେମାନେ ଏ ଆୟ ଅମଳରେ ମନ ଦେବେ। ସେମାନେ ଆଜି ଚିନ୍ତା କରିବେ, ମୁଁ ଦିଗ୍ବିଜୟୀ ହେବି, ମୁଁ ଦିଗ୍ବିଜୟୀ ହେବି, ମୁଁ ସବୁଠୁ ବଡ଼ ଧନୀ ହେବି। ଏ ଉତ୍ସାହରେ କର୍କଟ ରାଶିର ସମସ୍ତେ ନିଜ କର୍ମ ପ୍ରତି ସଜାଗ ରହିବେ। ଦେହ ମୁଣ୍ଡ ସୁସ୍ଥ ରହିବ। ସନ୍ତାନ କୃତ ଶୁଭକର୍ମ ଜନିତ ପ୍ରଶଂସା ଶୁଣିବେ। ନିଜ ଉପସ୍ଥିତି ବୁଦ୍ଧି ନିଜେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବହୁ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ଆଜି କର୍କଟ ରାଶି ପାଇଁ ସବୁ ଦିଗରୁ ଭଲ। ପୁଷ୍ୟା ପାଇଁ ଟିକେ ଅସୁବିଧା। ସିଂହ ରାଶି ପାଇଁ ଆଜି ଗୁରୁବାର ହେତୁ ଶୁଭ ଦିନ, ମାତ୍ର 15 ତାରିଖ ଜନିତ। ସିଂହ ରାଶି ପାଇଁ ଅଶୁଭ। ଦେହର ଯତ୍ନ ନିଅନ୍ତୁ। ସିଂହ ରାଶିକୁ ସତର୍କ କରି ଜ୍ୟୋତିଷ କହିଲେ, ସିଂହ ରାଶିର ବ୍ୟକ୍ତିଗଣ ଆଜି ଦେହର ଯତ୍ନ ନିଅନ୍ତୁ। ଠିକ୍ ମେଷ ରାଶି ପରି। ମେଷ ରାଶିର ଜଟିଳ ସମସ୍ୟା ତମ ଜଟିଳ ନୁହଁ, କିନ୍ତୁ ତମେ କିଛି କାରଣ ନଥାଇ ଉତ୍ତେଜିତ ହେବ, ରାଗିଯିବ। ଆଉ ତମ କ୍ରୋଧ ହିଁ ତମ ପରିବାରରେ, ତମ ପଡ଼ୋଶୀରେ, ତମ ଅଞ୍ଚଳରେ କିଛି କ୍ଷତି କରିବ। ଏବଂ ସେ କ୍ଷତିର ପ୍ରଭାବ କେବଳ ତମ ଉପରେ ହିଁ ପଡ଼ିବ। କାରଣ ଯିଏ ଗାତ ଖୋଳେ ସେ ଗାତରେ ସେ ହିଁ ପଡ଼େ। କ୍ରୋଧାତ୍ ଭବତି ସମ୍ମୋହ, ଗୀତାବାଣୀ ମନେ ରଖିଥିବେ। କ୍ରୋଧାତ୍ ଭବତି ସମ୍ମୋହ, ସମ୍ମୋହାତ୍ ସ୍ମୃତି ବିଭ୍ରମ। କ୍ରୋଧରୁ ଅଜ୍ଞତା ଆସେ। କ୍ରୋଧାତ୍ ଭବତି ସମ୍ମୋହ। ଅଜ୍ଞତା ଆସିଗଲେ ମନ ବିଚଳିତ ହୁଏ, ସ୍ମୃତି ବିଭ୍ରମ ହୁଏ। ସ୍ମୃତିଭ୍ରଂଶାତ୍ ବୁଦ୍ଧିନାଶ। ତାପରେ ବୁଦ୍ଧିହୀନ ହେଇଯାଏ ବ୍ୟକ୍ତି। ଆଉ ଯିଏ ବୁଦ୍ଧିହୀନ ସେ ବିନାଶମୁଖୀ ହେଲା। କ୍ରୋଧାତ୍ ଭବତି ସମ୍ମୋହ, ସମ୍ମୋହାତ୍ ସ୍ମୃତି ବିଭ୍ରମ, ସ୍ମୃତିଭ୍ରଂଶାତ୍ ବୁଦ୍ଧିନାଶ, ବୁଦ୍ଧିନାଶାତ୍ ପ୍ରଣଶ୍ୟତି, ନଷ୍ଟ ହେଇଯିବ। ତେଣୁ ବିବିଧ ରୋଗ ଆଜି ଆକ୍ରମଣ କରିବ। କଥାକେ ନିଜ ଭୁଲ ନ ବୁଝି ଉତ୍ତେଜିତ ହେବେ। ରାଗିଯିବେ ଫଟକିନି। ମୁଁ ଭୁଲ କରିବି, ତୁ ଭୁଲ କରିଛୁ। ଭୁଲ ମୁଁ ଯା କରେ ନା। କେହି ଲୋକ କହନ୍ତି ମୁଁ ଯା ମିଛ କହେ ନା।
ସେମିତି ଆଜି ସିଂହ ରାଶିଆ କହିବେ ମୁଁ ଜମା ଭୁଲ କରନା, ମୁଁ ଭୁଲ କଲି କିଛି ମୁଁ ଖାଲି ଗାରା ଗାରା ଫାର ଫାର ହେବେ ବଦମାସ ମାନେ। ଏଣୁ ମାନସିକ ଅଶାନ୍ତି ସୃଷ୍ଟି ହେବ। ସିଂହ ରାଶିର ମହିଳାମାନଙ୍କ ପାଇଁ ଆଜି ଘାତଚନ୍ଦ୍ର, ମଘା ନକ୍ଷତ୍ର ପାଇଁ ଆଜି ଅଶୁଭ ଦିନ, ସାବଧାନ। ବାର ଦୃଷ୍ଟିରୁ କନ୍ୟା ପାଇଁ ଗୁରୁବାର ଅଶୁଭ ଦିନ, ଦୃଷ୍ଟିରୁ 15 ତାରିଖ କନ୍ୟା ପାଇଁ ଭଲ ଲାଭ, ଧନ ଲାଭକାରକ ଦିବସ। ମାତ୍ର ଆଜି କନ୍ୟା ରାଶିର ମହିଳାଗଣଙ୍କର ଘାତଚନ୍ଦ୍ର, ପୁଣି ହସ୍ତା ନକ୍ଷତ୍ର ପାଇଁ ଅଶୁଭ ଦିନ। ବ୍ୟବସାୟ ଛୋଟ ହେଉ କି ବଡ଼ ହେଉ, ସମସ୍ତ ବ୍ୟବସାୟୀ ନିଜ ନିଜ କର୍ମର ଯତ୍ନ ନେବେ। ବ୍ୟବହାରକୁ ମାର୍ଜିତ କରିବେ, ଗ୍ରାହକମାନଙ୍କର ହୃଦୟକୁ ଜୟ କରିବେ। ଫଳରେ କର୍ମକ୍ଷେତ୍ର ଆଜି ଆନନ୍ଦ ମୁଖର ହେବ। କନ୍ୟା ରାଶିର ଯେଉଁ ବ୍ୟକ୍ତି ଯେଉଁ କର୍ମ କରୁଛନ୍ତି ସେ କର୍ମକ୍ଷେତ୍ର ଆଜି କନ୍ୟା ରାଶିର ବ୍ୟକ୍ତିମାନଙ୍କର ମାର୍ଜିତ ବ୍ୟବହାର ପାଇଁ ମୁଖରିତ ହେବ। ସମସ୍ତେ ପ୍ରଶଂସା କରିବେ, ଧନ୍ୟ ଧନ୍ୟ କହିବେ। ଯଥେଷ୍ଟ ଧନଲାଭ ହେବ। ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଆଜି ଏକ ବଢ଼ିଆ ଦିନ କନ୍ୟା ରାଶି ପାଇଁ। ଗୁରୁବାର ହେତୁ ତୁଳା ରାଶି ପାଇଁ ଏକ ଅଶୁଭ ଦିନ। ମନ ଘର ଧରିବନି, ଧନାଗମ ହେବ। କର୍ମ କ୍ଷେତ୍ର ମୁଖରିତ ହେବନି, ମାନ୍ଦା ଅବସ୍ଥା ଲାଗି ରହିବ। ମନ ସିନା ଅସୁସ୍ଥ ହେବ, ମାତ୍ର ଦୁଶ୍ଚିନ୍ତା ନ କଲେ ଦେହ ଭଲ ରହିବ। ମନ ଅସୁସ୍ଥ ହେଲେ ଯିଏ ତ ଖଳ ତା କଥା ଅଲଗା। ଭଲ ଲୋକଙ୍କର ମନ ଯଦି ଅସୁସ୍ଥ ହେଇଯାଏ, ମନ ଆମ୍ବିଳା ହେଇଯାଏ, ମନ ଘର ଧରେ ନା, ଆକୁଳ ବ୍ୟାକୁଳ ହୁଏ, ସେମାନେ ଦୁଶ୍ଚିନ୍ତା କରନ୍ତି। ମାନେ ଦୁଶ୍ଚିନ୍ତା ମାନେ ପରର କ୍ଷତି କରିବେନି, ସେମାନେ ନିଜ ଭୁଲ ପ୍ରତି ସଚେତନ ହୁଅନ୍ତି। କିନ୍ତୁ ଯିଏ ଖଳ, ଯିଏ ବଦମାସ, ଯିଏ ଟାଉଟର, ଯିଏ ଅନ୍ୟର କ୍ଷତି କରି ହସେ, ଖୁସି ହୁଏ, ପର ପାଇଁ ଯିଏ ଗାତ ଖୋଳିବା ପାଇଁ ପ୍ରାୟ ଚେଷ୍ଟା କରେ, ସେମାନଙ୍କର ଦେହ ଆଜି ଖରାପ ହେବ, ସାବଧାନ। ତେଣୁ ମାନ୍ଦା ଅବସ୍ଥା ଲାଗି ରହିବ, ମୁଣ୍ଡକୁ ଦୁଶ୍ଚିନ୍ତା ଆସିବ। ଦୁଶ୍ଚିନ୍ତା ଯଦି ନ କରିବେ ଦେହ ଭଲ ରହିବ, ଦୁଶ୍ଚିନ୍ତା କଲେ ଦେହ ଭଲ ରହିବନି। ଏଇ ଦୃଷ୍ଟିକୋଣରୁ ଜ୍ୟୋତିଷ କହିଛନ୍ତି ଯେ ତୁଳା ରାଶିର ଲୋକେ ଆଜି ଦର୍ପଣରେ ନିଜ ମୁହଁ ବାରମ୍ବାର ଦେଖନ୍ତୁ, ହସନ୍ତୁ। ଯଦି ଏତିକି କରିବେ ତେବେ ଯେଉଁ ମାନସିକ ଅଶାନ୍ତିରେ ଆଜି ଘାଣ୍ଟି ହେବା କଥା ହେବେନି, ପ୍ରସନ୍ନ ରହିବେ। ଆଉ ମନ ଯଦି ପ୍ରସନ୍ନ ରହିଲା ସବୁ ରୋଗ ବ୍ୟାଧି ଦୂରେଇ ଯିବ। ସମସ୍ତଙ୍କୁ ମୁଁ ନିବେଦନ କରୁଛି, ସମସ୍ତେ ଭଲ ହେଇଯାଆନ୍ତୁ, କେହି କାହାର ଅନିଷ୍ଟ କରନ୍ତୁ। ଦେଖନ୍ତୁ ପୃଥିବୀରେ ପ୍ରତିଦିନ କେତେ ଦୁର୍ଘଟଣା ଘଟୁଛି, କାହିଁକି? ଏଇ ମନ ପାଇଁ। ପର ପାଇଁ ଯେ ଖୋଳେ ଗାତ, ସେ ଗାତେ ହୁଏ ସେ ଆହତ। ଏଇଟା ମନେ ରଖନ୍ତୁ। ଗୋବର ମାଟିରେ ପଡ଼େ, ଉଠିଲା ବେଳେ ପୁଳାଏ ମାଟି ନେଇକରି ଆସେ। ଆଉ ଗୋଟେ କଥା କୁହାଯାଇନି, ଅଧର୍ମ ବିତ୍ତ ବଢ଼େ ବହୁତ, ଆଉ କହିବେନି। ଏଣୁ ସମସ୍ତେ ଜାଗ୍ରତ ରୁହନ୍ତୁ, ନିଜକୁ ସଜାଡ଼ି ଦିଅନ୍ତୁ, ଭୁଲ ବାଟରେ ଯାଆନ୍ତୁନି। ବଡ଼ ହେବା ଭଲ କଥା, କିଏ ମନା କରୁଛି ବଡ଼ ହେବା ପାଇଁ? ବଡ଼ ହେବା ଭଲ କଥା, କିନ୍ତୁ ଭଲ ହେବା ତାଠୁ ବଡ଼ କଥା। ଏଟା ଜ୍ଞାନୀମାନେ କହିଛନ୍ତି। 15 ତାରିଖ ଗୁରୁବାର ବିଛା ରାଶି ପାଇଁ ସବୁ ଦୃଷ୍ଟିରୁ ଶୁଭ। କେବଳ ଅନୁରାଧା ନକ୍ଷତ୍ର ପାଇଁ ଦିନଟି ଅଶୁଭ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନାହିଁ। ଆୟ ଅମଳ ଭଲ ହେବ। କର୍ମଠ ମାନେ ଉତ୍ଫୁଲ୍ଲିତ ହେବେ। କର୍ମ ଚଞ୍ଚଳ ରହି ସିଂହ ପରି ସ୍ୱକର୍ତ୍ତବ୍ୟ କରି ଚାଲିବେ। ସମସ୍ତ ପ୍ରକାର ଆୟପନ୍ଥା ଆଜି ଖୁସିରେ ଖୁସିରେ ଚାଲିବ, କୌଣସି ଦୁଃଖ ନାହିଁ। ମୋଟାମୋଟି ଭାବରେ
ଅନୁରାଧା ବାଇ ସାମାନ୍ୟ ଟିକେ ଅସୁବିଧା ଅଛି, ଅଶୁଭ ଦିନ ବୋଲି, ନହେଲେ ମୋଟାମୋଟି ଭାବରେ ବିଛା ରାଶିର ଲୋକମାନଙ୍କ ପାଇଁ ଆଜି ମାନସିକ, ଶାରୀରିକ, ଆର୍ଥିକ, ଭୌତିକ, ଲୌକିକ, ମୌଳିକ, କୌଳିକ ସବୁ ସୁବିଧା ସୁଖ ଅଛି। ଖାଲି ଉଦ୍ୟମ ଆବଶ୍ୟକ। ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣି, ଏଇଟା ମନେ ରଖିବେ ନା। ଆଉ ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣି ନ ମନରଥୈ। ଧନୁରାଶି ଗୁରୁଙ୍କର, ଧନୁରାଶି ଗୁରୁଙ୍କର ବାର ଆଜି ଗୁରୁବାର, ହେଲେ ଏ ଗୁରୁ ଏ ବୃହସ୍ପତି ଆଜି ଧନୁକୁ ସହଯୋଗ କରିପାରିବେ ନାହିଁ। ଗୁରୁ ଆଜି ଧନୁକୁ ସୁରକ୍ଷା ଦେଇପାରିବେ ନାହିଁ, କାରଣ ଆଜି ଧନୁ ପାଇଁ ବ୍ୟୟ ଯୋଗ, ଗୁଡ଼ାଏ ବ୍ୟୟ ହେବ। କ'ଣ କ'ଣ ବ୍ୟୟ ହେବ? ଅର୍ଥ ବ୍ୟୟ, ସମ୍ମାନ ବ୍ୟୟ, ଧନ ବ୍ୟୟ, ଆଉ ସ୍ୱାସ୍ଥ୍ୟ ବ୍ୟୟ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ, ରୋଗ ବ୍ୟାଧି ହେବ, ଯନ୍ତ୍ରଣା ଦୁଃଖ ଦେବ, କେମିତି ଗୁଡ଼ାଏ ଖର୍ଚ୍ଚ ହେଇଯିବ। ତେଣୁ ଆଜି ଜମା ଭଲ ଦିନ ନୁହଁ ଧନୁ ପାଇଁ। କେହି ସହଯୋଗ କରିପାରିବେ ନାହିଁ। କର୍ମ ଚଞ୍ଚଳ ରହନ୍ତୁ। ଭାଇ ବନ୍ଧୁ କେହି ସହଯୋଗ କରିବେ ନାହିଁ। ମନସ୍ତାପ ହେବ, ନାନାବିଧ ଶାରୀରିକ ଯନ୍ତ୍ରଣା ମାଡ଼ି ଆସିବ। ଆୟ ଅମଳରେ ବାଧାବିଘ୍ନ ସୃଷ୍ଟି ହେବ। ଅଶାନ୍ତ ପରିବେଶରେ ଆଜି ଦୁଃଖ ଆସିବ। ମୂଳା ନକ୍ଷତ୍ର ପାଇଁ ଆଜି ଅଶୁଭ ଦିନ, ମାନେ ଧନୁରାଶି ପାଇଁ ଗୁରୁବାର ଅଶୁଭ ଦିନ। 15 ତାରିଖ ଗୁରୁବାର ମକର ରାଶି ମହିଳାଙ୍କର ଘାତ ଚନ୍ଦ୍ର। 15 ତାରିଖ ଗୁରୁବାର ମକର ରାଶିର ମହିଳାମାନଙ୍କର ଘାତ ଚନ୍ଦ୍ର। ଶ୍ରବଣା ନକ୍ଷତ୍ର ପାଇଁ ବଡ଼ ଅଶୁଭ ଦିନ। ଆଜି ବଢ଼ିଆ ଆୟ ହେବ। ମକର ରାଶିର ଆୟ ଇନକମ୍ ବଢ଼ିଆ ହେବ, ଆୟ ଅମଳ ବଢ଼ିଆ ହେବ। କିନ୍ତୁ ଯେଉଁମାନଙ୍କ କଥା କୁହାଗଲା ଯେ ଶ୍ରବଣା ନକ୍ଷତ୍ର ଆଉ ମକର ରାଶି ମହିଳା, ଏମାନେ ଟିକେ ହୁସିଆର ରୁହନ୍ତୁ। ଏଣୁ ବ୍ୟବସାୟୀ ସାନ ହେଉ କି ବଡ଼ ହେଉ, ସେ ମହା ଆନନ୍ଦରେ ତାଙ୍କ କର୍ମ କ୍ଷେତ୍ରରେ ସମୟ ଅତିବାହିତ କରିବେ। କର୍ମଠମାନଙ୍କ ପାଇଁ ଆଜି କର୍ମକ୍ଷେତ୍ର ଆନନ୍ଦ ମୁଖର ହେବ। ଦେହ କ୍ରମଶଃ ସୁସ୍ଥ ହୋଇଯିବ, ଶାନ୍ତି ଲାଗିବ। ମାନେ ଗୁରୁବାର ବେଳକୁ ମକର ରାଶିର ସମସ୍ତେ ପୂର୍ଣ୍ଣ ସୁସ୍ଥ ଥିବେ। କୁମ୍ଭ ରାଶି ପାଇଁ ଗୁରୁବାର 15 ତାରିଖ ଏକ ସମ୍ମାନାସ୍ପଦ ଦିନ। କୁମ୍ଭ ପାଇଁ ବଢ଼ିଆ ଦିନ। ଆଜି ଅମୂଲ୍ୟ ସମ୍ପତ୍ତି ମିଳିବ, ସମ୍ମାନ। ଉତ୍ତମା ମାନମିଚ୍ଛନ୍ତି, ମାନ ହିଁ ମହତାଂ ଧନଂ। ଉତ୍ତମ ଲୋକ ସଂସାରରେ ସିଏ ଯିଏ ସମ୍ମାନ ଖୋଜନ୍ତି। ଉତ୍ତମାଃ ମାନମ୍ ଇଚ୍ଛନ୍ତି, ଉତ୍ତମାଃ ମାନମ୍ ଇଚ୍ଛନ୍ତି, ମାନମ୍ ହି ମହତାଂ ଧନଂ। ସମ୍ମାନ ହେଉଛି ମହତ ଲୋକର ଧନ। ଅଧମା ଧନମିଚ୍ଛନ୍ତି, ସବୁ ସିନା ଯାଉ, ମୋତେ ଧନ ଭାବୁ ଆସୁଥାଉ। ସବୁ ବିକି ଦିଅନ୍ତି ସେମାନେ ଖାଲି ଧନ ପାଇଁ। ସେମାନେ ଅଧମ। ଯିଏ ସବୁ ଯାଉ ପଛେ ମହତ ରହୁ, ସମ୍ମାନ ରହୁ, ସେମାନେ ମହାପୁରୁଷ ମହାତ୍ମା। ଆଜି ସେହି ଅମୂଲ୍ୟ ସମ୍ପତ୍ତି ସମ୍ମାନ ମିଳିବ କୁମ୍ଭ ରାଶିଆଙ୍କୁ। କୁମ୍ଭ ରାଶି ପାଇଁ ଗୁରୁବାର 15 ତାରିଖ ଏକ ସମ୍ମାନାସ୍ପଦ ଦିନ। କୌଣସି କର୍ମରେ ଆଜି ସମସ୍ୟା ନାହିଁ। ଆଜି ଏ ରାଶିର ପ୍ରତି ବ୍ୟକ୍ତି ନିର୍ଭୀକ ଭାବରେ ସ୍ୱକର୍ମ କରିଚାଲିବେ। କୌଣସି ସମସ୍ୟା ଆଜି କୁମ୍ଭ ରାଶିକୁ ଡରାଇ ପାରିବ ନାହିଁ। ସେମାନେ ହାରିବେନି। କର୍ମ କ୍ଷେତ୍ରରୁ ଏମାନେ ଆଜି ଆନନ୍ଦ, ଧନ, ସୁଖ, ଖ୍ୟାତି, ଯଶ ସବୁକିଛି ହାସଲ କରିବେ। ଦେହ ଠିକ୍ଠାକ୍ ରହିବ। ସବୁ ଦିଗରୁ ଆଜି କୁମ୍ଭ ରାଶିର ଭଲ। ଗୁରୁବାର 15 ତାରିଖ। 15 ତାରିଖ ଗୁରୁବାର ମୀନ ରାଶି ପାଇଁ ଶୁଭବାର। ହଁ ବନ୍ଧୁ, ଆଜି ପଦେ କହିଦିଏ କାଳେ
केवल केतु ग्रह सहाय हेबे आउ कौनसी ग्रह सहयोग करेनि। जदि जातक केतु अशुभ थिबे ताहले सी केन सहयोग करेंगे। मोटामोटी भाव में आप जातक देखंतुनी, क्या देखातुनी, केवल मन रखंतु केतु आपण को सबु प्रकार सहयोग करेंगे। केतु को संतुष्ट करने प्रतिदिन गणेश को पूजा करंतु। गणेश को लाल चंदन बा सिंदूर दियंतु, लाल फूल दियंतु। आउ जदि पारिबे देले भल। दुईटा दुब, दुईटा अक्षत, अक्षत माने अरुआ चाउल, दुईटा अक्षत, दुईटा दुब हाथ में धरतु, ताको टिके चंदन रे मिशांतु, गणेश को दियंतु, कहतु ओं गं गणपते नमः 10 थर देवे। 20टा दुब, 20टा अरुआ चाउल एतिकी दियंतु। हेले गणेश खुशी हेबे। गणेश खुशी हेले केतु प्रसन्न रहिबे। केतु प्रसन्न रहिले आपण मानकर मंगल हम। मु कहूँ क्या कथा, मीन राशि कथा। हाँ हो, आज कथा शुणा। 15 तारीख गुरुवार मीन राशि पाई शुभ बार माने गुरुवार हेतु मीन राशि अधिपति निजे गुरु ना, बृहस्पति परी आज मीन राशि पाख आसबे ज्ञानी बंधु माने। ज्ञानी बंधु मान आज सहयोग करेंगे। उत्तम खाद्य मिलिबो। मात्र उत्तर भाद्र नक्षत्र पाई आज अशुभ दिन। जगी रखी मापी चुपी भावी चिंती कम कहले भल। आज सम्मान हानि हेबार भय अछि। भाग्य आज अनुकूल नुहे। भाग्याधीप आज सहयोग करेनि। तेणु मीन राशि लोके आलो सखी अपना महत्व आपे रखी न्याय निज सम्मान को जगी व्यवहार करंतु। बहुत शुणंतु, कम कहतु, मंगल हम। रही नमस्कार।